गुड मॉर्निंग हाय गाइज मु प्रशांत कुमार बेहरा आरटी टोका चैनल यूट्यूब आपण देखिले सकाळ भिडियो मुठिली उठला सकाल उठिकी कौन कली ना ब्रश फ्रश करते कली ब्रश कला पारा आसिक मत मो पाखे आसिक पहुँचले पारा जे पहुँचले पारा को मुझे दाना पकई आरम्भ कली पारा दाना पकईली पारा भी खाइले ये हूँ आम गुतुलू ये हूँ आम गुतुलू जे कि पारा मानक हुई देवार कार्यक्रम सब करें मुझे काखी देती कहीं आपको न काखिले ये पारा सब उठईदेव आप देखिए देखिए चलते देखा पारा मैंने सकाल उठिले आम द्वार बारी द्वार बुआ हम जो कौन करेंगे पारा आसिक आम छात दांडे रोला आगुरी ये पिले गुड़ाक जो आसिले पिले उड़े पारा पारा से तिरके मैंने घूरिले मन दुख कर बसिले मन जानिकी गलु छात पर दाना पकईलु आपण मैंने सेमती दाना पकातु पानी दिंतु पारा जीवन रक्षा करूँ आम चैनल यूट्यूब चैनल टी सब्सक्राइब कर दियो लाइक और शेयर तुम पाखे अनुरोध लाइक कर कमेंट कर ना लाइक कमेंट कर कापिका महा चल दुष्टा आंगाटा पारा को खाइया को देलु दादा है ये फोटो उठा है पारा चावल दियाला 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 छात देखिए आप छात देखिए छात भल गई ठीक पारा के पाखक गला पाखक गला पारा आम डेली पारा डाकिकी देउलिया पारा डाकिकी आम खाइया दौचु डाकिकी आपण मैंने भी समस्ते निज निज छाते चढ़ई मानी को खाइया दिंतु पानी दिंतु भल ना कहीं ये पक्षी जंतु ना सी खाइले केते भल ना निजे जान तू से एमती हल ना हलिले से खाऊना चले घर चल इपी खाऊ से तू आड़ा ना देख आमर प्रथम से धला पाराटा सी खाऊला तापर गोटे देउलिया पारा आइला सी खाइला तापर अइका गले 3 4 4 8टा पारा हो गले आउरी अच्छी पारा आसी ना सी भी आइले खाइबे रह देखिया देखिया कुंडा कुंडा खिया चढ़ई भी आउसंती एमती
ଆମର ଏମିତି ଚଢ଼େଇ ସବୁ ଆସିକି ଖାଉଛନ୍ତି। ଏମିତି ଆମେ ସବୁ ଚଢ଼େଇକି ସକାଳୁ ଉଠିଲେ ମୋ ବୋଉ ଆଉ ଆମ ଗୁଦୁଲୁ ମାନେ ସମସ୍ତେ ଦଅନ୍ତି ଏମିତି ଚଢ଼େଇକି ପକାନ୍ତି ନା। ହଁ ଆଉ ଆମର ଏମିତି ଆଗ ଆମେ ପ୍ରଥମ ସେ ଦାଣ୍ଡରେ ଦେଉଥିଲୁ, ଗୋଟାଏ ଦୁଇଟା ପାରା ଆସୁଥିଲେ ଖାଉଥିଲେ ଦାଣ୍ଡରେ। ଅଇକା ଦୁଇଟା ଫାଷ୍ଟ ଗୋଟେ ଆଇଲା, ତାପରେ ଦୁଇଟା ଆଇଲା, ତାପରେ ଏତେ ହେଲେ ଆପଣ ଦେଖିଥିବେ ଗୋଟେ ଭିଡ଼ିଓରେ ମୋର ପାରା ଗୋଡ଼ରେ ଲାଗି ଯାଇଥିଲା ତାର, ସରୁ ତାର ଯେଉଁ ବାଇଡ଼ିଂ ସରୁ ତାର ଗୁରେଇକି ସେ ପାରାର ଗୋଟେ ନଖ ମରିଯାଇଥିଲା। ସେ ଚାଲି ପାରୁନଥିଲା, ଏମିତି ଆଣ୍ଠୁ ପଡ଼ୁଥିଲା, ଯେଉଁଠି ପଡ଼ିଥିଲା ସେଠି କୁକୁର ତାକୁ ମାଡ଼ି ବସିଥିଲା। ଆମେ ତାକୁ ସେଇ ପାରାଟା ହେଇ ଦେଖ ଗୋଡ଼ ଟେକୁ ଯେଉଁ ଛୋଟି ଛୋଟି ଟିକେ ଅଛି ସେଇ ପାରାଟା, ଏଇ ପାରାଟା, ଏଇ ଯେଉଁ ଗୋଟିକା ପାରା ଧଳା ପାଖରେ ଅଛି ସେଇ ପାରାଟା। ଆପଣ ବିଶ୍ୱାସ କରିବେନି, ତା କୁକୁର ମାରିଦେଲା। ତାକୁ 15 ଦିନ ଖଣ୍ଡେ ଆମେ ବହୁତ କଷ୍ଟ କଲୁ। 15 ଦିନ ବାଦେ ସେ ପାରାଟା ଧରା ପଡ଼ିଲା। ଧରି ପକେଇ ତା ଗୋଡ଼ରୁ କାଢ଼ିଦେଲି, କାଢ଼ିକି ତା ମେଡ଼ିସିନ ମାରିକି ତାକୁ ସେଠୁ ଛାଡ଼ିଦେଲି। ଦେଖ ଆଜି ସେ ପାରାଟା କେମିତି ଖାଉଛି, ଦେଖ କେମିତି ପାରାଟା କେମିତି ଖାଉଛି, ଖାଇବା ସୁନ୍ଦର। ଆଉ ପାରାକୁ ଦାନା ଦିଆଗଲା, ଆଉ ପାରା ବହୁତ ଇଏ କରୁଛି। ଆଉ ଏମିତି ଆପଣମାନେ ସମସ୍ତେ ସକାଳୁ ଉଠିକି ପାରାଙ୍କୁ ଖାଇବାକୁ ଦିଅ, ଚଢ଼େଇକି ଖାଇବାକୁ ଦିଅ ନା। ଆଉ ବହୁତ ଭଲ ଲାଗିବ ପାରା ଚଢ଼େଇମାନଙ୍କୁ ଖାଇବାକୁ ଦେଲେ। ଆମ ପାରା ତ ଖାଉଛନ୍ତି। ମୁଁ ମସୁର ଡାଲି ଦିଆହେଇଛି, ବିରି ଦିଆହେଇଛି, ଆଉ ଇଏ ଦିଆହେଇଛି, ସୋରିଷ ଦିଆହେଇଛି, ଚାଉଳ ଦିଆହେଇଛି। ଧାନ ତ ଆମର ଫିଟା ହେଇନି, କାହିଁକିନା ଧାନ ଥିଲେ ଆମେ ଧାନ ଥାନ୍ତା ଯଦି ମୁଁ ଦେଇ ପକେଇଦେବି। ଧାନ ଆମର ଫିଟା ହେଇନି ଯେହେତୁ ଆମ ତ କ'ଣ ଖୋଲିକି ଆଣିବି, ଆଉ ଆଣିନି। ଆଉ କାଲି ପୁଳାଏ ଧାନ ବାହାରିଥିଲା, ଘରେ ଥୁଆ ହେଇଥିଲା, ବାହାର ମାନେ ଝାଡ଼ାଝଡ଼ି ହେଲା ବେଳକୁ ପୁଳାଏ ଧାନ ବାହାରିଥିଲା, ତାକୁ ଦିଆଯାଇଥିଲା, ସେ ସବୁ ଖାଇ ଦେଇଥିଲେ। ପାରା ବହୁତ ଭଲ। ଇଏ ପାରା ଇଏ ହେଉଛନ୍ତି ଉଡ଼ା ଜନ୍ତୁ, ଆକୁ ଯେତେ ଖାଇବାକୁ ଦେବ ସେତେ ଭଲ ନା। ହଁ ତୁ କ'ଣ କହିବୁ? ଏଇଠି ଛୁଆଟା ଅଛି, ଏଇଠି ଆଉ ଗୋଟେ ପାରା ଏଇଠି ଅଛି, ଦେଖନ୍ତୁ ଏଇଠି ଆମର, ଏଇଠି ଆଉ ଗୋଟେ ପାରାଟା ଅଛି ଏଇଠି। ଆମ ତାକୁ ଆଉ ଟିକେ ପାରା ଦେଇଦିଏ, ତାକୁ ଦେଇଦିଏ। ପାଚେରୀରେ ଏମିତି ଉଡ଼ିକି ଆସିଲେ, ଦେଖିଲ କେମିତି ଉଡ଼ିକି ଆଉଛନ୍ତି ପାରା। ହେଉଛି ଦେଉଳିଆ ପାରା, ଭଗବାନଙ୍କ ପାରା। ଏଇ ପାରା ଯଦି ଥିବେ ନା ପାଖରେ, ଏଇ ଦେଖ ଦେଉଳିଆ ପାରା କେମିତି ମାନେ ଭାବୁ ସିଏ ଡରି ଯାଉଛନ୍ତି କ'ଣ କି, ଆଉ କାଳେ କି ବାଡ଼େଇ ଦେବ କିରେ କ'ଣ ହେବ। ସେ ତିରିକା ପାରା ନା ଏଗୁରା, ଆଉ ସେଇଥିପାଇଁ ଡରୁଛନ୍ତି। ମୋ ଛୋଟି ପାରା ଆଇଲା, ଛୋଟି ଖା ଛୋଟି ଆଇଲା, ଦେଖ ଛୋଟ ହେଉଛି। ବହୁତ କଷ୍ଟରେ ତାର ଗୋଡ଼ଟା ମୁଁ ଭଲ କରିଥିଲି ଛୋଟିର, ଆଉ ଟିକେ ଛୋଟ ହେଉଛି। ହଁ ସେ ଛୋଟିଆ ଆଉ ଖାଉଛନ୍ତି ସବୁଦିନ ସକାଳୁ ଏଇଠିକି ଆସିବ ହେରି। ହେଲା, ଆଉ ଖାଉଛନ୍ତି। ଆଜି ତାଙ୍କ ପେଟ ଫୁଲ ହେଇଯିବ, ଆଉ ସିଏ ପୁରା ଆଜାତରେ, ଭଗବାନ ତାଙ୍କୁ ଭଲରେ ରଖନ୍ତୁ। ଆଉ ପାଣି, ବର୍ଷା ପାଣି ତ ଅଛି, ପିଇଦେବ ଆଉ ନା। ଖରାଦିନ ହେଇଥିଲେ ପାଣି ବି ଦେବାକୁ ପଡ଼ିଥାନ୍ତା, ବର୍ଷା ଦିନ। ହେଇ ତୁ ପାଟି କଣ, ହେଇ ମାରୁଛୁ, ହେଇ ମୋ ପୁଅ ଭାରି ଇଏ, ଖାଲି ତିରିକେଇ ଦେଉଛି ପାରା ଗୁଡ଼ାକୁ। ସେ ପାରା ଗୋଟେ ପେଟେ ହେଇଗଲା, ସିଏ ବସିଲା ସେଠି। ଆଉ ପଡ଼ିବ କିରେ, ଆଉ ଖାଇବ କିରେ। ଆଉ ଏଠି ମୁଁ ଭାବୁଛି ଆଉ ଯେଉଁ 5-6 ଦିନ ଭିତରେ ଏଇପଟେ ଗୋଟେ ବାଡ଼ା ବାନ୍ଧେବି, ଯେମିତି ପାରା ଗୁଡ଼ାକ ଛୁଆ କରିବେ। କାହିଁକିନା ଛୁଆ କରିବାକୁ ଜାଗା ନାହିଁ, ସେ ଭାରି ଅସୁବିଧା ହେଉଛନ୍ତି। ତାଙ୍କ ବସା ଗୋଟେ କରିବାକୁ ପଡ଼ିବ ମୋତେ। ମାମା ଡାକିଲା, ବହୁତ ଅସୁବିଧା ହେଉଛି ଆଉ ତାଙ୍କ ଛୁଆ କରିବା ପାଇଁ, ଆଉ ତାଙ୍କୁ ଇଏ କରିବା।